ओम नमो भगवते वासुदेवाय। ओम नमो लक्ष्मी नारायणाय। ओम क्लीं कृष्णाय गोविंदाय गोपीजन्नवल्लभाय नमो नमः। आपण घरे ଶାଳଗ୍ରାମ ରଖୁଛନ୍ତି କି? ଯେଉଁ ଶାଳଗ୍ରାମକୁ ସ୍ୱୟଂ ଶ୍ରୀହରି ନାରାୟଣ ବିଷ୍ଣୁଙ୍କର ମାନ୍ୟତା ଦିଆଯାଇଥାଏ। ସ୍ୱୟଂ ଶ୍ରୀହରି ନାରାୟଣ ବିଷ୍ଣୁ ସତୀ ବୃନ୍ଦାବତୀ ବା ତୁଳସୀ ଦେବୀଙ୍କର ଅଭିଶାପ କ୍ରମେ ଗଣ୍ଡୁକୀ ନଦୀରେ ଶିଳା ରୂପେ ଆବିର୍ଭାବ ହୋଇଥିଲେ। ଯେଉଁ ପବିତ୍ର ଶିଳାକୁ ଆମେ ଗୃହମାନଙ୍କରେ ମନ୍ଦିରମାନଙ୍କରେ ରଖି ଶ୍ରୀହରି ନାରାୟଣଙ୍କର ସ୍ୱୟଂ ସ୍ୱରୂପ ବୋଲି ଭାବି ବିବିଧ ଉପଚାରରେ ପୂଜା କରିଥାଉ। ତେବେ ଘରେ ଯଦି ଶାଳଗ୍ରାମ ରଖୁଛନ୍ତି, ନିଶ୍ଚୟ ଭାବରେ ଏହିସବୁ ନିୟମକୁ ନିହାତି ଭାବରେ ପାଳନ କରନ୍ତୁ। ଆସନ୍ତୁ ଜାଣିବା କ'ଣ ସବୁ ସେହି ନିୟମ ଏବଂ ଶାଳଗ୍ରାମ କ'ଣ। ସାଧାରଣତଃ ଆମେ ଜାଣିଛେ ଶ୍ରୀହରି ନାରାୟଣ ବିଷ୍ଣୁଙ୍କ ସ୍ୱରୂପ ସେହି ପବିତ୍ରତମ ଶାଳଗ୍ରାମ, ଯାହା ଶିଳା ରୂପରେ ନେପାଳର ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡୁକୀ ନଦୀ ପଠାରେ ଦେଖିବାକୁ ମିଳିଥାଏ। ଯେଉଁ ଶିଳାକୁ ଆମୋନାଇଟ୍ ଅର୍ଥାତ୍ ଛିଦ୍ରଯୁକ୍ତ କୁଣ୍ଡଳାକାର ଗୋଟିଏ ଜୀବାଶ୍ମ ବୋଲି ମଧ୍ୟ ଏହାକୁ କୁହାଯାଏ ଏବଂ ଗୋଟିଏ ବଜ୍ର କୀଟ ବୋଲି କୀଟ ଏହାକୁ କାମୁଡ଼ିଥାଏ, ଯାହାର ଦାନ୍ତ ଏବଂ ନଖ ଗ୍ରାନାଇଟ୍ ଶିଳାଠାରୁ ବି ଶକ୍ତ ବୋଲି କୁହାଯାଏ। ଏହି କୀଟଟି ସେହି ଶିଳାର ଭିତର ଭାଗ ଏବଂ ବାହାର ଭାଗ ଉଭୟକୁ ଚକ୍ରାକାରରେ କାଟିଥାଏ, ଯାହାକୁ ଆମେ ଶାଳଗ୍ରାମ ବୋଲି କହିଥାଉ। ବିଶ୍ୱାସ କରାଯାଏ ସ୍ୱୟଂ ଶ୍ରୀ ବିଷ୍ଣୁ ସେହି ବଜ୍ର କୀଟ ରୂପରେ ଆସି ନିଜେ ହିଁ ସେହି ଶିଳାକୁ କାଟିଥାନ୍ତି, ଯଦ୍ୱାରା ସେହି ଶିଳା ପବିତ୍ରତମ ଶାଳଗ୍ରାମ ରୂପରେ ପରିଣତ ହୋଇଥାଏ। ଏହା ଗୋଟିଏ ପ୍ରାକୃତିକ ଶିଳାଖଣ୍ଡ କେବଳ ଗଣ୍ଡୁକୀ ନଦୀରେ ହିଁ ଦେଖିବାକୁ ମିଳିଥାଏ ଏବଂ ଗୃହକୁ ଆଣି ଏହାଙ୍କୁ ସ୍ୱୟଂ ଶ୍ରୀମାନ ନାରାୟଣ ବିଷ୍ଣୁଙ୍କର ସ୍ୱରୂପ ବୋଲି ଭାବି ପୂଜା କରାଯାଏ। କାର୍ତ୍ତିକ ମାସରେ ସତୀ ବୃନ୍ଦାବତୀ ଯିଏ ତୁଳସୀ ଗଛ ରୂପରେ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭାବ ହୋଇଛନ୍ତି, ତାଙ୍କ ସହିତ ଶାଳଗ୍ରାମଙ୍କର ବିବାହ ତୁଳସୀ ବିବାହ ନାମରେ ସୁପ୍ରସିଦ୍ଧ। ଏହାକୁ ମଧ୍ୟ କଲ୍ୟାଣୋତ୍ସବ ବୋଲି କୁହାଯାଏ। ପବିତ୍ର ଶାଳଗ୍ରାମ ସାଧାରଣତଃ କ୍ଷୁଦ୍ର, ଅତି କ୍ଷୁଦ୍ର ଭେଦରେ 3 ପ୍ରକାର ହୋଇଥାଏ। ଅତି କ୍ଷୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର ବା ଚକ୍ର ଚିହ୍ନ ନଥାଏ, ମାତ୍ର ଯଦି ତାକୁ ଆଲୋକ ଆଗରେ ରଖାଯାଏ ବା କୌଣସି ଲାଇଟ୍ ପକାଯାଏ, ତା ମଧ୍ୟରେ ଗୋଟିଏ ପ୍ରକାର ଲାଲ ଆଲୋକ ଦେଖାଯାଏ। ଏହି ଶାଳଗ୍ରାମକୁ ରତ୍ନଗର୍ଭ କୁହାଯାଏ, ଯାହା ଅତି କ୍ଷୁଦ୍ର ଶାଳଗ୍ରାମ। ଏହି ପ୍ରକାର ଶାଳଗ୍ରାମ ସାଧାରଣତଃ ବିରଳ। ଯେଉଁ ଶାଳଗ୍ରାମରେ 7ଟି ଛିଦ୍ର ଏବଂ 14ଟି ଚକ୍ର ଥାଏ, ତାକୁ ଅନନ୍ତ ପଦ୍ମନାଭ ମୂର୍ତ୍ତି ଶାଳଗ୍ରାମ ବୋଲି କୁହାଯାଏ ଏବଂ ଯେଉଁଥିରେ 2ଟି ଛିଦ୍ର ଏବଂ 4ଟି ଚକ୍ର ଥାଏ, ତାକୁ ନାରାୟଣ ମୂର୍ତ୍ତି ଶାଳଗ୍ରାମ ବୋଲି କୁହାଯାଏ। ଉଭୟ ପ୍ରକାରର ଶାଳଗ୍ରାମକୁ ସମାନ ଶକ୍ତିଶାଳୀ ବୋଲି ଗଣନା କରାଯାଏ। ସାଧାରଣତଃ 25 ପ୍ରକାର ଶାଳଗ୍ରାମ ଦେଖିବାକୁ ମିଳେ। ତନ୍ମଧ୍ୟରୁ କିଛି ଶାଳଗ୍ରାମକୁ ଆମେ ଘରମାନଙ୍କରେ ପୂଜା କରିଥାଉ। ଯେଉଁ ଶାଳଗ୍ରାମକୁ ଆମେ ଘରମାନଙ୍କରେ ପୂଜା କରିଥାଉ, ତାହା ସାଧାରଣତଃ କଳା ଏବଂ ଧଳା ରଙ୍ଗର ହୋଇଥାଏ। କଳା ରଙ୍ଗର ଗୋଲାକାର ଶାଳଗ୍ରାମକୁ ପୂଜା କରିବା ଦ୍ୱାରା ଗୃହରେ ସଦାସର୍ବଦା ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ଏବେ ଆସନ୍ତୁ ଜାଣିବା, ଘରେ ଶାଳଗ୍ରାମ ରଖି ଯଦି ପୂଜା କରୁଛନ୍ତି, କ'ଣ କ'ଣ ନିୟମକୁ ନିହାତି ଭାବରେ ମାନିବେ। କଳା ରଙ୍ଗ, ଧଳା ରଙ୍ଗର ଶାଳଗ୍ରାମକୁ ସାଧାରଣତଃ ଆମେ ଗୃହମାନଙ୍କରେ ପୂଜା କରିଥାଉ। ଆଉ ମଧ୍ୟ କିଛି ବିରଳ ନାଲି ବା ଲୋହିତ ରଙ୍ଗର ଶାଳଗ୍ରାମ ଦେଖିବାକୁ ମିଳେ, ମାତ୍ର ଗୃହରେ ଏହାକୁ ପୂଜା କରାଯାଏ ନାହିଁ। ବିଶେଷ ମନ୍ଦିରମାନଙ୍କରେ, ବିଶେଷ ଉତ୍ସବମାନଙ୍କରେ ଏହାକୁ ପୂଜା କରାଯାଏ। ଅତି ବଡ଼ ଶାଳଗ୍ରାମ କେବେ ବି ଆପଣ ଘରେ ରଖିବେ ନାହିଁ, କାରଣ ଅତି ବଡ଼ ଶାଳଗ୍ରାମଙ୍କର ପୂଜା ସ୍ୱତନ୍ତ୍ର ଭାବରେ ହୋଇଥାଏ। ଅଭିଷେକ ମଧ୍ୟ ସ୍ୱତନ୍ତ୍ର ଭାବରେ ହୋଇଥାଏ, ଯାହାକି ମନ୍ଦିରମାନଙ୍କରେ ସେହି ଅତି ବଡ଼ ଶାଳଗ୍ରାମକୁ ରଖାଯାଏ। ଯଦି ଘରେ ଶାଳଗ୍ରାମ ରଖୁଛନ୍ତି, ଗୋଟିଏ ଶାଳଗ୍ରାମ ମଧ୍ୟମ ଧରଣର ଶାଳଗ୍ରାମଟିଏ ରଖନ୍ତୁ, କଳା ରଙ୍ଗର ଗୋଲାକାର, ଯେଉଁଥିରେ ବଜ୍ର କୀଟ ତାର ଦାନ୍ତ ବା ନଖ ଦ୍ୱାରା ତାକୁ କାମୁଡ଼ିଥିବ, ଅର୍ଥାତ୍ ତାର ମଧ୍ୟରେ ବା ବାହାର ଭାଗରେ ଚକ୍ରାକୃତିର ଚିହ୍ନ କାଟିଥିବ। ସେହିପରି ଯଦି 1ରୁ ଅଧିକ ଶାଳଗ୍ରାମ ରଖିବାକୁ ଚାହୁଁଛନ୍ତି ଗୃହ ମଧ୍ୟରେ, ତେବେ 1, 3, 5, 7, 9, 11 ଏହିପରି ପ୍ରକାର ଭେଦରେ ଶାଳଗ୍ରାମକୁ ଆପଣ ରଖିପାରିବେ। ମାତ୍ର ସଦାସର୍ବଦା ଗୋଲାକାର କଳା ରଙ୍ଗର ଶାଳଗ୍ରାମକୁ ରଖିବେ। ଯଦି କିଛି ବିଶେଷ ଶାଳଗ୍ରାମ ଧଳା ରଙ୍ଗର ପାଉଛନ୍ତି ସିଦ୍ଧଯୋଗୀମାନଙ୍କ ଠାରୁ ବା ନେପାଳର ଗଣ୍ଡୁକୀ ନଦୀରେ ମଧ୍ୟ କିଛି ବିଶେଷ ଧରଣର ଧଳା ରଙ୍ଗର ଶାଳଗ୍ରାମ ମଧ୍ୟ ମିଳିଥାଏ, ତାକୁ ମଧ୍ୟ ଆପଣ ଗୃହରେ
ରଖି ପୂଜା କରିବେ। ମାତ୍ର ନାଲି, ଇସତ ନାଲି ବା ଲୋହିତ ରଙ୍ଗର ଶାଳଗ୍ରାମକୁ ରଖିବେ ନାହିଁ। ଆଉ ଗୋଟିଏ ବିଶେଷ କଥା, ଶାଳଗ୍ରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯାଏ ନାହିଁ, କାରଣ ଶାଳଗ୍ରାମକୁ ସ୍ୱୟଂ ଶ୍ରୀମନ୍ନାରାୟଣ ବିଷ୍ଣୁଙ୍କର ସ୍ୱରୂପ ବୋଲି ବିବେଚନା କରାଯାଏ। ସେଥିପାଇଁ ଆପଣ ଶାଳଗ୍ରାମକୁ କିଣିକି ଆଣନ୍ତୁ ହେଉ ବା କେହି ଦେଇଥିବା ଶାଳଗ୍ରାମ ହେଉ, ତାଙ୍କୁ ସିଧାସଳଖ ଆଣି ସ୍ନାନ କରି ବା ଅଭିଷେକ କରି ସିଧାସଳଖ ଠାକୁର ଘର ଖଟୁଲିରେ ରଖି ପୂଜା କରନ୍ତୁ। ଶାଳଗ୍ରାମଙ୍କର ପ୍ରତିଷ୍ଠା ବିଧି ଶାସ୍ତ୍ରରେ ନାହିଁ। ଯେତେବେଳେ ଶାଳଗ୍ରାମକୁ ପୂଜା କରୁଛନ୍ତି ସଦାସର୍ବଦା ପଶ୍ଚିମ ମୁଖ କରି ରଖିବେ। ଅର୍ଥାତ୍ ଯଦି ଶାଳଗ୍ରାମକୁ ଆପଣ ପୂର୍ବ ଦିଗରେ ରଖୁଛନ୍ତି, ତାଙ୍କର ମୁଖ ସଦାସର୍ବଦା ପଶ୍ଚିମକୁ ରହିବ। ଯେପରିକି ଆପଣ ଶାଳଗ୍ରାମକୁ ପୂଜା କଲାବେଳେ ଆପଣଙ୍କର ମୁଖ ପୂର୍ବକୁ ରହିବ। ନଚେତ୍ ଯଦି ଅତି ଆବଶ୍ୟକ ଥାଏ ତାହେଲେ ଉତ୍ତର ମୁଖ କରି ସଦାସର୍ବଦା ଶାଳଗ୍ରାମକୁ ପୂଜା କରିବେ କିମ୍ବା ଉତ୍ତର ପୂର୍ବ ଅର୍ଥାତ୍ ଐଶାନ୍ୟ କୋଣରେ ଶାଳଗ୍ରାମକୁ ରଖି ପୂଜା କରିବେ। ଶାଳଗ୍ରାମ ଯଦି ଘରେ ରଖୁଛନ୍ତି, ପ୍ରତ୍ୟେକ ଦିନ ଶାଳଗ୍ରାମଙ୍କର ପୂଜା କରିବା ନିହାତି ଜରୁରୀ। ଏହାଦ୍ୱାରା ଭଗବାନ ଶ୍ରୀବିଷ୍ଣୁ ଅଶେଷ ଭାବରେ ପ୍ରୀତ ହୋଇଥାନ୍ତି। ନିଜର ଠାକୁର ଘର ପୂଜା ଖଟୁଲିରେ ସ୍ୱତନ୍ତ୍ର ପିତ୍ତଳର ଛୋଟ ଖଟୁଲି ବା ପିତ୍ତଳ ଥାଳିରେ ପାଟକନା, ଯାହାକି ହଳଦିଆ, ଧଳା ବା ନାଲି ରଙ୍ଗର ପାଟକନା ବିଛାଇ ତାରି ଉପରେ ଶାଳଗ୍ରାମକୁ ରଖନ୍ତୁ। ପ୍ରତ୍ୟେକ ଦିନ ପୂଜା କରିବା ସହିତ ତୁଳସୀ ନିଶ୍ଚୟ ଭାବରେ ଦେବେ, କାରଣ ତୁଳସୀ ଶ୍ରୀହରି ନାରାୟଣ ବିଷ୍ଣୁଙ୍କର ଅତୀବ ପ୍ରିୟ ଏବଂ ଦେବୀ ତୁଳସୀଙ୍କ ଅଭିଶାପ ପାଇଁ ସେ ଶାଳଗ୍ରାମ ରୂପ ଧାରଣ କରିଛନ୍ତି ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ପ୍ରତ୍ୟହ ଶାଳଗ୍ରାମ ପୂଜାରେ ନିହାତି ଭାବରେ ତୁଳସୀ ଦେବେ। ମନେ ରଖିବେ, ଯଦି ଶାଳଗ୍ରାମ ଘରେ ରଖୁଛନ୍ତି, ପ୍ରତ୍ୟହ ତାଙ୍କର ସ୍ନାନ କରାଇବେ ଅର୍ଥାତ୍ ଅଭିଷେକ କରାଇବେ। ଗୋଟିଏ ବଡ଼ ପିତ୍ତଳ ପାତ୍ର ନେଇ ସେଥିରେ କିଛି ଗଙ୍ଗା ଜଳ କ୍ଷୀରରେ ଶାଳଗ୍ରାମକୁ ସ୍ନାନ କରାଇବେ ଅଥବା ପ୍ରତ୍ୟେକ ଦିନ ପଞ୍ଚାମୃତରେ ସ୍ନାନ କରାଇ ପାରିବେ, ଯାହାକି କ୍ଷୀର, ଦହି, ଘିଅ, ମହୁ, ଶର୍କରା ବା ହଳଦୀ, ଚନ୍ଦନ, ଚୁଆ, କେଶର, କର୍ପୂର ଏଥିରେ ମଧ୍ୟ ଶାଳଗ୍ରାମଙ୍କର ସ୍ନାନ କରାଇବେ। ସ୍ନାନ ଜଳରେ ଏସବୁ ମିଶାଇବା ସହିତ ସୁଗନ୍ଧିତ ପୁଷ୍ପ କିଛି ଧଳା ବା ହଳଦିଆ ରଙ୍ଗର, ତା ସହିତ ଶ୍ରୀବିଷ୍ଣୁଙ୍କୁ ସ୍ମରଣ କରି ସର୍ବଦା ପ୍ରତ୍ୟେକ ଦିନ ପୂଜା ସମୟରେ ଶାଳଗ୍ରାମଙ୍କୁ ସ୍ନାନ କରାଇବେ। ଯଦି ପ୍ରତ୍ୟେକ ଦିନ ସ୍ନାନ କରାଇଲା ବେଳେ ଏସବୁ ଦ୍ରବ୍ୟ କିଛି ନଥାଏ, ତେବେ କେବଳ ବିଶୁଦ୍ଧ ଜଳରେ କିଛି ଗଙ୍ଗା ଜଳ ମିଶାଇ ପିତ୍ତଳ ଗଡ଼ୁରେ ଜଳ ନେଇ ତାକୁ ଶଙ୍ଖରେ ପୂର୍ଣ୍ଣ କରି ତାପରେ ଶାଳଗ୍ରାମକୁ ଶଙ୍ଖ ଜଳରେ ସ୍ନାନ କରାଇବେ। ମନେ ରଖିବେ, ଯେତେବେଳେ ଶାଳଗ୍ରାମକୁ ସ୍ନାନ କରୁଛନ୍ତି ବା ଅଭିଷେକ କରାଉଛନ୍ତି, ଶଙ୍ଖ ଜଳରେ ସ୍ନାନ କରାଇବେ। ମାତ୍ର ଶିବ ଶମ୍ଭୁଙ୍କର ଲିଙ୍ଗକୁ ଯେତେବେଳେ ସ୍ନାନ କରାଇବେ, କେବେ ବି ଶଙ୍ଖରେ ସ୍ନାନ କରାଇବେ ନାହିଁ, କାରଣ ସ୍ୱୟଂ ଶ୍ରୀମନ୍ନାରାୟଣ ବିଷ୍ଣୁ ଶଙ୍ଖଚୂଡ଼ ନାମକ ଅସୁରକୁ ବଧ କରିଥିଲେ। ସେଥିପାଇଁ ତାପରେ ତାକୁ ବରଦାନ ଦେଇଥିବାରୁ ଶଙ୍ଖ ଜଳରେ ଶ୍ରୀବିଷ୍ଣୁଙ୍କୁ ସ୍ନାନ କରାଯାଏ। ସେଥିପାଇଁ ଶାଳଗ୍ରାମ ରୂପୀ ଶ୍ରୀବିଷ୍ଣୁଙ୍କର ଅଭିଷେକ ବା ସ୍ନାନ ସମୟରେ ଶଙ୍ଖ ଜଳରେ ହିଁ ତାଙ୍କୁ ସ୍ନାନ କରାନ୍ତୁ। ସ୍ନାନ ସରିବା ପରେ ଭଲ ଭାବରେ ପୋଛି ତାଙ୍କୁ ଆସନ ଦେବେ। ଯେତେବେଳେ ସ୍ନାନ କରାଇବେ, ଶ୍ରୀବିଷ୍ଣୁଙ୍କର ମୂଳ ମନ୍ତ୍ର ଓಂ ନମୋ ଭଗବତେ ବାସୁଦେବାୟ ଅଥବା ଓಂ ଶ୍ରୀ ଶ୍ରୀ ନାରାୟଣାୟ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଏହିସବୁ ମନ୍ତ୍ରକୁ ଉଚ୍ଚାରଣ କରି ଭଲ ଭାବରେ ଭକ୍ତି ଭାବରେ ସ୍ନାନ କରାଇବେ। ତାପରେ ଗୋଟିଏ ସୂକ୍ଷ୍ମ ଜାଲି କନା, ଧଳା ରଙ୍ଗର କନାରେ ତାଙ୍କୁ ଭଲ ଭାବରେ ପୋଛି ଆସନ ଦେବେ। ଖଟୁଲି ଉପରେ, ପିତ୍ତଳ ଖଟୁଲି ଉପରେ ପାଟ କପଡ଼ା ବିଛାଇ ତାଙ୍କୁ ବସାଇବେ। ତାପରେ ତାଙ୍କୁ ଗନ୍ଧ ବା ଚନ୍ଦନ ଦେବେ। ଚନ୍ଦନ ଯେତେବେଳେ ଶାଳଗ୍ରାମକୁ ଦେଉଛନ୍ତି, ସଦାସର୍ବଦା ତାଙ୍କର ମୂଳ ମନ୍ତ୍ରକୁ ସ୍ମରଣ କରି ଓಂ ଲେଖିପାରିବେ ବା ବିନ୍ଦୁ ଲେଖିପାରିବେ। ଯଦି ଆପଣ ସ୍ମାର୍ତ, ବ୍ରାହ୍ମଣ ବା ଅନ୍ୟ କୌଣସି ଜାତିର ହୋଇଛନ୍ତି ଏବଂ ଯଦି ବୈଷ୍ଣବ ହୋଇଛନ୍ତି, ରାମାନନ୍ଦୀ ଚିତା ନିହାତି ଭାବରେ ଶାଳଗ୍ରାମ ଉପରେ ଦେବେ। ବୈଷ୍ଣବମାନେ ରାମାନନ୍ଦୀ ଚିତାକୁ ଅନୁସରଣ କରି ଶାଳଗ୍ରାମକୁ ରାମଙ୍କ ରୂପରେ ସ୍ମରଣ କରି ପୂଜା କରିଥାନ୍ତି। ସେଥିପାଇଁ ସେମାନେ ରାମାନନ୍ଦୀ ଚିତା ଦେଇଥାନ୍ତି। ମାତ୍ର ଆମେ ଘରମାନଙ୍କରେ ସାଧାରଣତଃ ଓଙ୍କାର ଚିହ୍ନ ବା ବିନ୍ଦୁ ଚିହ୍ନ ଶାଳଗ୍ରାମ ଉପରେ ଦେଇଥାଉ। ଶାଳଗ୍ରାମଙ୍କୁ ବିଭିନ୍ନ ପ୍ରକାର ସୁବାସିତ ଧଳା ବା ହଳଦିଆ ରଙ୍ଗର ପୁଷ୍ପ, ପଦ୍ମ ପୁଷ୍ପ ବିଶେଷ ଭାବରେ ଯେହେତୁ ତାଙ୍କର ପ୍ରିୟ, ପଦ୍ମ ପୁଷ୍ପ ଦେଇପାରିବେ। ଶ୍ୱେତପଦ୍ମ ବା ନୀଳପଦ୍ମ, ଚମ୍ପା ଦେଇପାରିବେ, ସ୍ୱର୍ଣ୍ଣଚମ୍ପା, ମାଳତୀ, କନିଅର, ତୁଳସୀ, ଟଗର, ହଳଦିଆ ବା ଧଳା ମନ୍ଦାର, ସୁଗନ୍ଧରାଜ, ରଜନୀଗନ୍ଧା, ମଲ୍ଲୀ, ଶ୍ୱେତ ଅପରାଜିତା ବା କୃଷ୍ଣ ଅପରାଜିତା, ଗଙ୍ଗଶିଉଳି,
ବକୁଳ, ପାଟଳି, ପୁନ୍ନାଗ ଏଇସବୁ ହେଉଛି ଶ୍ରୀବିଷ୍ଣୁଙ୍କର ଅତୀବ ପ୍ରିୟ ପୁଷ୍ପ। ତା ସହିତ ତୁଳସୀ ଦେଇପାରିବେ। ଆମେ ଜାଣିଛେ 7 ପ୍ରକାର ତୁଳସୀ ରହିଛି। ତନ୍ମଧ୍ୟରୁ ଶ୍ୱେତ ତୁଳସୀ ବା ଧଳା ତୁଳସୀ, କୃଷ୍ଣ ତୁଳସୀ ବା କଳା ତୁଳସୀ, ତା ସହିତ ରାମ ତୁଳସୀ, ଦୟଣା, କର୍ପୂର, ମରୁଆ। କେବଳ ବଣ ତୁଳସୀକୁ ଛାଡ଼ି 6 ପ୍ରକାର ତୁଳସୀ ଶାଳଗ୍ରାମଙ୍କୁ ଦେଇ ଆପଣ ପୂଜା କରିପାରିବେ। ମନେ ରଖିବେ, ରକ୍ତ ଚନ୍ଦନ, ରକ୍ତବର୍ଣ୍ଣର ପୁଷ୍ପ କିମ୍ବା ବେଲପତ୍ର କେବେ ବି ଶାଳଗ୍ରାମଙ୍କୁ ଦେଇ ପୂଜା କରିବେ ନାହିଁ। କେବଳ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ, ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ହିଁ ଶ୍ରୀମନ୍ନାରାୟଣ ବିଷ୍ଣୁ ରୂପୀ ଶାଳଗ୍ରାମଙ୍କୁ ବିଲ୍ୱପତ୍ର ଦିଆଯାଏ ଏବଂ ଶ୍ରୀବିଷ୍ଣୁଙ୍କୁ ତୁଳସୀ ପତ୍ର ଦିଆଯାଏ, କାରଣ ସେହିଦିନ ହରିହରଙ୍କର ପୂଜା କରାଯାଏ। ବର୍ଷର ଅନ୍ୟ କୌଣସି ସମୟରେ ଶାଳଗ୍ରାମଙ୍କୁ କେବେ ବି ବିଲ୍ୱପତ୍ର ଦେବେ ନାହିଁ, କାରଣ ଶାସ୍ତ୍ରତଃ ଏହା ନିଷେଧ କରାଯାଇଛି। ନ ରକ୍ତ ଚନ୍ଦନଂ ଜାତୁ ଗୃହଣୀୟା ଦ୍ରକ୍ତପୁଷ୍ପକମ୍ ବିଲ୍ୱପତ୍ରେ ତୁ ପ୍ରସନ୍ନେ ନାର୍ଚୟେ ଦେବକୀ ସୁତମ୍। ଅର୍ଥାତ୍ ରକ୍ତଚନ୍ଦନ, ରକ୍ତବର୍ଣ୍ଣର ପୁଷ୍ପ ବିଲ୍ୱପତ୍ରରେ କେବେ ବି ବିଷ୍ଣୁ ପୂଜା କରିବେ ନାହିଁ। ପ୍ରତ୍ୟହ ଶାଳଗ୍ରାମଙ୍କର ପୂଜା ପଞ୍ଚୋପଚାର ବିଧିରେ କରନ୍ତୁ। ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଦେଇ ସ୍ୱତନ୍ତ୍ର ପୂଜା ପର୍ବାଣୀ ଉତ୍ସବମାନଙ୍କରେ ଷୋଡ଼ଶ ଉପଚାର ବିଧିରେ ମଧ୍ୟ ଶାଳଗ୍ରାମଙ୍କର ପୂଜା ଆପଣ କରିପାରିବେ। ପ୍ରତ୍ୟହ ଶୁଖିଲା ଭୋଗ, ଫଳ, ଲଡ଼ୁ, ଖଜା, ଗଜା, ମିଠା ଏସବୁକୁ ଦେଇ ଶାଳଗ୍ରାମଙ୍କୁ ନୈବେଦ୍ୟ ବାଢ଼ିବେ। ତା ସହିତ ଫଳ ବାଢ଼ିବେ। ଯଦି 3 ବେଳା ପୂଜା କରିବାକୁ ଯାଉଛନ୍ତି, ସକାଳ ବାଳ ଧୂପରେ ତାଙ୍କୁ ଭୋଗ ଦେଇପାରିବେ, ଫଳ ଭୋଗ। ମଧ୍ୟାହ୍ନ ଧୂପରେ ତାଙ୍କୁ ଶଙ୍ଖୁଡ଼ି ଭୋଗ, ଯେପରିକି ଅନ୍ନ, ଡାଲି, ଖେଚେଡ଼ି ଯାହା ବି ଘରେ ଆପଣ ଶୁଦ୍ଧପୂତ ଭାବରେ ଗୁଆ ଘିଅରେ ପ୍ରସ୍ତୁତ କରୁଛନ୍ତି ସାତ୍ତ୍ୱିକ ଭୋଜନ ପ୍ରଦାନ କରିବେ। ଏବଂ ସନ୍ଧ୍ୟା ସମୟରେ ତାଙ୍କୁ ଫଳ ଭୋଗ, ଶୁଖିଲା ଭୋଗ, ମିଠା, ଗଜା, ନାଡ଼ି ଆଦି ଅର୍ପଣ କରିପାରିବେ। ଯଦି 3 ବେଳା ଭୋଗ କରିପାରୁନାହାନ୍ତି, ତେବେ କେବଳ ସକାଳେ ଗାଧୋଇବା ସମୟରେ ଶାଳଗ୍ରାମଙ୍କର ସ୍ନାନ ଯେତେବେଳେ କରୁଛନ୍ତି, ସେତେବେଳେ ଗୋଟିଏ ବେଳା ଭୋଗ ତାଙ୍କୁ ନିଶ୍ଚିତ ଭାବରେ କରନ୍ତୁ ଏବଂ କ୍ଷମା ପ୍ରାର୍ଥନା ମାଗି ନିଅନ୍ତୁ। ପତ୍ରଞ୍ଚ ପୁଷ୍ପେଂ ତଥା ପତ୍ର ପୁଷ୍ପ ଯାହା କିଛି ଦେଇ ତାଙ୍କୁ ଭକ୍ତି ଭାବରେ ଯଦି ପ୍ରାର୍ଥନା କରାଯାଏ, ସେହି କୃପା ବତ୍ସଳ ଶ୍ରୀମନ୍ନାରାୟଣ ବିଷ୍ଣୁ ଅତୀବ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ମାତ୍ର ଯଦି କିଛି ବିଧିପୂର୍ବକ ନିୟମକୁ ମାନି ତାଙ୍କୁ ପୂଜା କରାଯାଏ, ଗୃହ ମଧ୍ୟରେ ତାଙ୍କୁ ରଖି ସଦାସର୍ବଦା ପ୍ରାର୍ଥନା କରାଯାଏ, ତେବେ ନିଶ୍ଚିତ ଭାବରେ ସେ କୃପାଧାରା ବର୍ଷଣ କରନ୍ତି ବୋଲି ବିଶ୍ୱାସ କରାଯାଏ। ସ୍ୱୟଂ ଶାଳଗ୍ରାମ ଯେ ହେଉଛନ୍ତି ଶ୍ରୀମନ୍ନାରାୟଣ ବିଷ୍ଣୁ, ପ୍ରତ୍ୟେକ ଏକାଦଶୀ ମାନଙ୍କରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପୂଜା କରାଯାଏ ଏବଂ ଯେଉଁମାନେ ଇନ୍ଦିରା ଏକାଦଶୀ ଉପାସଠାରୁ ଆରମ୍ଭ କରି ବର୍ଷର ବିଭିନ୍ନ ଏକାଦଶୀ ଉପାସ ପାଳନ କରୁଛନ୍ତି, ଆବଶ୍ୟକ ସ୍ଥଳେ ସେମାନେ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯେତେବେଳେ ତିଳ ତର୍ପଣ ଅର୍ପଣ କରିବେ ଏକାଦଶୀ ସମୟରେ, ସେହି ସମୟରେ ମଧ୍ୟ ଶ୍ରୀମନ୍ନାରାୟଣ ବିଷ୍ଣୁଙ୍କର ଶାଳଗ୍ରାମଙ୍କୁ ବିଶେଷ ଭାବରେ ପୂଜା କରିବେ ଏବଂ ବିଶେଷ ଭାବରେ ସର୍ତ୍ତିଳା ଏକାଦଶୀ ଦିନ ଶ୍ରୀମନ୍ନାରାୟଣ ବିଷ୍ଣୁଙ୍କୁ ତିଳ ଭୋଗ ପ୍ରଦାନ କରାଯାଏ, ତିଳରେ ସ୍ନାନ କରାଯାଏ। ସେହି କୃପା ବତ୍ସଳ ହରି ଯିଏ ସଦାସର୍ବଦା ନିଜର ଭକ୍ତର ମାନ ରକ୍ଷା କରିଛନ୍ତି, ଭକ୍ତମାନଙ୍କୁ ଉଦ୍ଧାର କରିଛନ୍ତି, ଏ ସୃଷ୍ଟିର ସୃଷ୍ଟି ସ୍ଥିତି ସଂହାର କ୍ରିୟାରେ ଯେ ସଦାସର୍ବଦା ହରିହର ଭାବରେ ଉପାସିତ ହୋଇ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର କଲ୍ୟାଣ କରୁଛନ୍ତି, ତାଙ୍କର ପଦାର ବିନ୍ଦରେ ହୃଦୟର କୋଟି କୋଟି ବାର ପ୍रणिपात। ଓଁ ଶ୍ରୀ ଲକ୍ଷ୍ମୀ ନାରାୟଣାୟ। ଓଁ ନମୋ ଭଗବତେ ବାସୁଦେବାୟ।